ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା ଯେ +3 ଥାର୍ଡ ସେମିଷ୍ଟାର ଓଡ଼ିଆ ଅନର୍ସର ପେପର 6 ବା କୋର୍ 6 ର ୟୁନିଟ୍ 2 ଉପରେ ଯୋଉଟାକି ରହିଛି ଆମର କ'ଣ ଯେ ଓଡ଼ିଆ ସାହିତ୍ୟର ପ୍ରଗତିବାଦୀ କାବ୍ୟଧାରା ଉପରେ ଆଲୋଚନା କରିବା। ପ୍ରଥମ ୟୁନିଟ୍ରେ ଆମେ ଆଲୋଚନା କରି ସାରିଥିଲା ଓଡ଼ିଆ ସାହିତ୍ୟର ସବୁଜ ଯୁଗ ଉପରେ, ସବୁଜ କାବ୍ୟଧାରା ଉପରେ, ସବୁଜ ଯୁଗର ବୈଶିଷ୍ଟ୍ୟ ଉପରେ ଏବଂ ସବୁଜ ଯୁଗର କବିମାନଙ୍କ ସହିତ ତାର ସମକାଳୀନ କବିମାନଙ୍କ ଉପରେ ମଧ୍ୟ ଆମେ ୟୁନିଟ୍ 1 ଆଲୋଚନା କରିଥିଲା। କହିଥିଲି ଯଦି କାହାର କିଛି ଡାଉଟ୍ ଥିବ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବ ବୋଲିକି, କିନ୍ତୁ ଏ ଯେ ଗୋଟିଏ ବି କମେଣ୍ଟ ଆସିନି। ତେଣୁ ଆମେ ପ୍ରଗତିବାଦୀ କାବ୍ୟଧାରା ଉପରେ ଆମେ ଆଲୋଚନା କରିବା। ପ୍ରଗତିବାଦୀ କାବ୍ୟଧାରାକୁ ଆଲୋଚନା କରିବା ଆଗରୁ ପ୍ରଗତିବାଦୀ କାବ୍ୟଧାରାକୁ ଆଲୋଚନା କରିବାରୁ ଆଗରୁ ପ୍ରଗତିବାଦୀ ସାହିତ୍ୟର ଅର୍ଥ ଜାଣିବା, ଯେମିତିକି ମାନେ ସବୁଜ ସାହିତ୍ୟର ଆମେ ଅର୍ଥ ଜାଣିଥିଲା, କିମ୍ବା ଯେତେବେଳେ ସତ୍ୟବାଦୀ ଯୁଗରେ ଯେତେବେଳେ ଆଲୋଚନା କରୁଥିଲା ବୈଶିଷ୍ଟ୍ୟ ଜାଣିଥିଲା, ତାର ଅର୍ଥ ଜାଣିଥିଲା, ସେଇଭଳି ଭାବରେ ପ୍ରଗତିବାଦୀର ଆମେ ଅର୍ଥ ଜାଣିବା, ତାପରେ ତାର ଆମେ କାବ୍ୟଧାରା ଉପରେ ଆଲୋଚନା କରିବା। କେବଳ କାବ୍ୟଧାରା ମାନେ ନୁହେଁ ପିଲାମାନେ, କାବ୍ୟଧାରା ମାନେ କେବଳ କାବ୍ୟ ଦେଇ, ଯେମିତିକି ଆମର ମନମୋହନ ମିଶ୍ର, ରଘୁନାଥ ଦାସ, ସଚ୍ଚିଦାନନ୍ଦ ରାଉତରାୟ ଏମାନେ ଯିବେ। ତା ସହିତ ଗଳ୍ପ ମଧ୍ୟ ଭଗବତୀ ଚରଣ ପାଣିଗ୍ରାହୀ, ଯିଏକି ପ୍ରଗତିବାଦୀ ଯୁଗର ଶ୍ରେଷ୍ଠ କବି ବୋଲି କହିପାରିବା। ସେ କାବ୍ୟ ରଚନା କରିନାହାନ୍ତି, କିନ୍ତୁ ସେ ଗଳ୍ପ ରଚନା କରିକି ମାନେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତେଣୁ ଆମେ ତାଙ୍କୁ ମଧ୍ୟ ଆଲୋଚନା କରିବା ଏବଂ ପ୍ରଗତିବାଦୀ ଯୁଗ ଉପରେ ଆମେ ଆଲୋଚନା କରିବା। ତ ପ୍ରଥମେ ଆମେ ଆଲୋଚନା କରିବା ପ୍ରଗତିବାଦୀ ଯୁଗ ଉପରେ ଆଲୋଚନା କରିବା ଆଗରୁ ପ୍ରଥମେ ଆମେ ଆଲୋଚନା କରିବା ଟିକେ ପ୍ରଥମେ ଆମେ ଆଲୋଚନା କରିବା କୁଆଡେ ଗଲା ସାମ୍ୟବାଦ। ପ୍ରଗତିବାଦୀ ଉପରେ ଆମେ ଆଲୋଚନା କରିବା। ପ୍ରଗତିବାଦୀ ଉପରେ ଆଲୋଚନା କରିବାର ପ୍ରଥମେ ଦେଖ ପିଲାମାନେ, ଯେ ସରଳ ଭାଷାରେ ଯଦି ଆମେ ଦେଖିବା ତାହେଲେ ପ୍ରଗତିର ଅର୍ଥ ଲେଖିନିଅ। ପ୍ରଗତିର ଅର୍ଥ ହେଉଛି ଅଗ୍ରଗାମୀ। ପ୍ରଗତି ମାନେ କ'ଣ? ଅଗ୍ରଗାମୀ। ପ୍ରଗତି ମାନେ କ'ଣ? ପ୍ରଗତି ମାନେ ଉନ୍ନତି, ପ୍ରଗତି ମାନେ ଅଗ୍ରଗାମୀ। ତ ପ୍ରଗତିବାଦୀ ସାହିତ୍ୟର ଅର୍ଥ ହେଉଛି ଅଗ୍ରଗାମୀ ସାହିତ୍ୟ। ପ୍ରଗତି ମାନେ ଉନ୍ନତି, ଜାଣିଛ ମାନେ ପ୍ରଗତିର ମିନିଂ ହିଁ ଉନ୍ନତି, ତ ତାକୁ ଆମେ ଅଗ୍ରଗାମୀ ବୋଲି କହିପାରିବା। ତ ପ୍ରଗତି ସାହିତ୍ୟ ମାନେ ଅଗ୍ରଗାମୀ ସାହିତ୍ୟ। ଯଦି ଏହାର ସମସ୍ତେ ଜାଣିଛ 19 କେତେ 1910 ରୁ 1920 ଥିଲା ରାଧାନାଥ 20 ରୁ 35, 35 ରୁ 47, 1935 ରୁ 1947 ପର୍ଯ୍ୟନ୍ତ ଆମେ ପ୍ରଗତିବାଦୀ ଯୁଗର ସମୟସୀମା ବୋଲି ଗ୍ରହଣ କରିଥାଉ। ହେଲା, ତ क्वेश्चन तुमको आसी जाय पारे डायरेक्ट समयसीमा उपरे किंबा प्रगतिर अर्थ कोन पचारि पारे। तो फेटा एवं प्रगतिवादी साहित्यर अर्थ जानिबा जे सरल भाषा जदि आमे आलोचना करिबा ताले समाजरु शोषक गोष्ठीर, काहेकि ना समाज रे दीटा गोष्ठी थांती, गोटे शोषित आ गोटे शोषक। हैला, तो समाजरु शोषित गोष्ठी ऊपर जो माने अत्याचार करथान तांको हमें शोषक गोष्ठी बोली कहिताउ। तो समाजरु शोषक गोष्ठीर अन्याय अत्याचार विरोध में दृढ़ प्रतिवाद सहित यार मूलोत्पाटन शत प्रतिशत प्रचेषा सांगकू एक सुस्थ सुंदर सामाजिक गठन परिकल्पना मध्य सृष्टि होती प्रगतिवाद। प्रगतिवादी साहित्य क्या कहुए तुम डेफिनेशन जरा लिखिपार आम देखा जो समाज में जो शोषक गोष्ठी रही से शोषक गोष्ठी अन्याय अत्याचार विरोध में प्रतिवाद करी तार मूलोत्पाटन माने कौन से शोषक गोष्ठी पूरा मूलरू उपाड़ी फिकिबा, बुझीला। मूलोत्पाटन करी 100% प्रचेषा सांगकू माने माने समाज रे कोन जे श्रेणीविहीन समाज माने उच्च नीच भेद भाव बुर्जुआ गोष्ठी दरिद्र गोष्ठी माने रहिबेनी, केही भी शासक शोषित केही नहीं, समस्ते समान। तो माने ए जगार शोषक गोष्ठीर मूलोत्पाटन करिकी गोटे सुस्थ समाज गठन करिवार परिकल्पना रु सृष्टि होची प्रगतिवाद, बा एइटा ही प्रगतिवादी साहित्यर लक्ष्य बोली आमे कहि परिबा। माने श्रेणीविहीन समाज गठन ही होची प्रगतिवादी साहित्यर लक्ष्य। ए चिंताधारा को मुख्यतः जो साहित्य रूप देइथे ताहा होची प्रगति, जो चिंताधारा जोंटा कि माने श्रेणीविहीन समाज गठन सहित गोटे सुस्थ समाजर परिकल्पना एहाकू जे रूप देइथे सेटा होची प्रगतिवादी साहित्य। समग्र विश्व साहित्य रे चिंतार एक स्वतंत्र जुगर आरंभ हो पारि। तन्मध्य ओडिया साहित्य माने समग्र विश्व रे प्रगतिवादी केवल भारत रे नुहे माने समग्र माने कहि परिबा जे विश्व रे सेटा भिन्न भिन्न ना रे परिचित घटिजे बोली आमे कहि परिबा। जेमि देखिबा जे प्रगतिवादी रो अन्य नाम, प्रगतिवाद रो अन्य नाम कोन मार्क्सवाद, साम्यवाद बा समाजवाद चिंताधारा। प्रगतिवादी रो अन्य नाम कोन मार्क्सवाद, जोंटा कि विदेश रे मार्क्सवाद नाम रे परिचित थिला, सेटा हम ओडिसा रे हे जाईची प्रगतिवाद बोली कहि परिबा। एवं ए प्रगतिवाद भितर मार्क्सवाद आसुची, गांधीवाद मध्ये आसुची। मार्क्सवाद रे हम कहि परिबा जे विप्लव एवं गांधीजी को बाद रे हम कहि परिबा जे संग्राम, हैला अनशन करिकी स्वाधीनता हासिल करिबा। तो से जिनिस वर्णना करा हेछि। एही जननायक कार्ल मार्क्स को चिंताधारा को नै पर्यवेक्षित होइतबार एहार नाम एहार जानिजो पिला माने परीक्षा रे क्वेश्चन आसे मार्क्सवाद काहे कि हला बोली कि बा प्रगतिवादी साहित्य रे मार्क्सवाद रे जो वैशिष्ट्य देखिबा सेटा कोन जे कार्ल मार्क्स जो को ना को नै कि ही
ସେଇଟା ହେଇଛି ମାର୍କ୍ସବାଦ। ହେଲା, କାର୍ଲ ମାର୍କ୍ସଙ୍କ ଉପରେ ମଧ୍ୟ ଆମେ ଆଲୋଚନା କରିବା। এই ସାହିତ୍ୟ ତତ୍ତ୍ୱ ସମାଜରେ ଦୃଷ୍ଟିଗୋଚର ହେଉଥିବା ଦୁଇଟି ଧନୀ ଦରିଦ୍ର, ଜମିଦାର କୃଷକ, ପୁଞ୍ଜିପତି ଶ୍ରମିକ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ନିରୂପିତ ହୋଇଥାଏ। ଯେ এই ଯୋଉ ମାର୍କ୍ସବାଦ ଯୋଉ ଆସିଲା ବା ସାମ୍ୟବାଦ, ସାମ୍ୟବାଦ ମାନେ କଣ, ସମାନ, ସମସ୍ତଙ୍କୁ ସମାନ କରିବା। ହେଲା, ତ ମାର୍କ୍ସବାଦ, ସାମ୍ୟବାଦ ବା ସମାଜବାଦ ଚିନ୍ତାଧାରା କଣ, ଯେ ସମାଜରେ ଯୋଉ ଧନୀ ଦରିଦ୍ର ଭେଦଭାବ, ଜମିଦାର କୃଷକ ଭେଦଭାବ, ପୁଞ୍ଜିପତି ଏବଂ ଶ୍ରମିକ ମାନଙ୍କ ଭେଦଭାବ ଯୋଉ ଥିଲା ତାହାକୁ ନେଇକି ହିଁ ଏ ମାର୍କ୍ସବାଦ ନିରୂପିତ କରିଥାଏ। এই দুই প্রকার পরস্পর বিরোধী গোষ্ঠী ମାନଙ୍କ ମଧ୍ୟରେ ସବୁବେଳେ ସଂଘର୍ଷ, ଜାଣିଛ ପିଲାମାନେ, ସବୁବେଳେ ମାନେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଯୁଗ ଯୁଗରୁ ଲାଗି ରହିଥିଲା ଏବଂ ତାହାକୁ ନେଇକି ମାର୍କ୍ସବାଦର ଉତ୍ପତ୍ତି ଘଟିଛି। ଧନୀ ଜମିଦାର ପୁଞ୍ଜିପତି ସର୍ବଦା କଣ କରିଥାଏ, ଦରିଦ୍ର ଏବଂ କୃଷକ ମାନଙ୍କୁ ଶୋଷଣ କରିଥାଏ। ଏମାନଙ୍କୁ ଶୋଷକ ଗୋଷ୍ଠୀ ନାମରେ ପ୍ରଗତିବାଦୀ ସାହିତ୍ୟ ରୂପ ନେଇଛି। ଏଇ ଶୋଷକ ଗୋଷ୍ଠୀ ଯୋଉମାନେ ଶୋଷିତ ହୋଇଥାନ୍ତି ବା ଆମେ କହିପାରିବା ଯୋଉ ମାନେ ଶୋଷକ ଆଉ ଶୋଷିତ, ତ ଯିଏ ଶୋଷଣ କରିଥାନ୍ତି ସେମାନେ କଣ ପ୍ରଗତିବାଦୀ ସାହିତ୍ୟରେ দেখা দিতে বা প্রগতিবাদী সাহিত্যর গোটে জিনিস ডাইরেক্ট গোটে ফর্মুলা আমি বুঝিবা যে শ্রেণীবিহীন সমাজ গঠন হচ্ছে প্রগতিবাদী সাহিত্যর মূল বৈশিষ্ট্য। মানে সমাজের উচ্চ নিচ ভেদভাব দূর করিকি সমস্তকে সমান সূত্রে বাঁধিবা এবং কোন করিবা যে হস খুশিরে সমাজকে ভরি দেওয়া, সেইটা হি হচ্ছে প্রগতিবাদী সাহিত্যর কোন যে লক্ষ্য বলি আমি কহি পারিবা। হেলা, এই জিনিস বর্ণনা করা হয়েছি। তারপরে আমি দেখিবা প্রগতিবাদী সাহিত্য উপরে দেখো যে আমি যে প্রগতিবাদী সাহিত্য প্রথমে টিকে মার্ক্সবাদ উপরে আমি আলোচনা করিবা। এই যে মার্ক্সবাদ পিলানে দেখো মহান দার্শনিক মার্ক্সଙ୍କ ନାଁକୁ ହିଁ ନେଇକି যে মার্ক্সবাদ বলে তোমাকে পড়াইଥିଲି। 1868 মସିହାରେ ଜର୍ମାନୀର ଟ୍ରିଅର ସହରରେ ଜନ୍ମଗ୍ରହଣ କରିଥିଲେ মহান দার্শনিক কার্ল মার্ক্স। মনে রাখো, কার্ল মার্ক্স কেবে 1818 মସିହାରେ জর্ମାନীর ট্রিଅর সহରରେ জন্মগ্রহণ କରିଥିଲେ। বিশ্ববিদ্যালୟରେ অধ্যয়ন କରୁଥିବା ସମୟରେ ତାଙ୍କର ଦର୍ଶନ ଶାସ୍ତ୍ର ପ୍ରତି ଗଭୀର, ମାନେ ସେ ଜଣେ ଦର୍ଶନ ତତ୍ତ୍ୱବିତ୍ ବା ଫିଲୋସୋଫର ବୋଲି କହିପାରିବା ଆମେ ମାର୍କ୍ସକୁ। ହେଲା, তো ସେ ଦର୍ଶନ ଶାସ୍ତ୍ର ଉପରେ ତାଙ୍କର ଗଭୀର ଅନୁରାଗ ପରିଲକ୍ଷିତ ହୋଇଥିଲା। ତତ୍କାଳୀନ ସମୟରେ ଜର୍ମାନୀରେ ଯଥେଷ୍ଟ ପ୍ରଭାବ ବିସ୍ତାର କରୁଥିବା ହେଗେଲଙ୍କ ଦାର୍ଶନିକ ମତବାଦ, ହେଗେଲଙ୍କର ହେଲା ପରୀକ୍ଷାରେ କ୍ୱେଶ୍ଚନ ଆସିପାରେ ଯେ କାହାର ମତବାଦ ଦ୍ୱାରା ମାର୍କ୍ସ ପ୍ରଭାବିତ ହୋଇଥିଲେ। ହେଲା, ଏତେ ଡିପ୍ କ୍ୱେଶ୍ଚନ ତମକୁ ଦେବନି, ସିଧା କ୍ୱେଶ୍ଚନ ପଚାରିବ ତମକୁ ପ୍ରଗତିବାଦୀ ସାହିତ୍ୟରେ ଯୋଉ ମାର୍କ୍ସ ଦେଖିବା ତାଙ୍କ ପୁରା ନାଁ କଣ, କାର୍ଲ ମାର୍କ୍ସ। ସେ କୋଉଠାରେ ଜନ୍ମଗ୍ରହଣ କରିଥିଲେ, ସେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଇ ମାର୍କ୍ସ କଣ, ଯେ ହେଗେଲଙ୍କ ଦାର୍ଶନିକ ମତବାଦ ଦ୍ୱାରା କିଛି ପରିମାଣରେ ପ୍ରଭାବିତ ହୋଇଥିଲେ। ହେଗେଲଙ୍କର ଦର୍ଶନ ମୁଖ୍ୟତଃ କଣ ହେଇଥିଲା, ଯେ ହେଗେଲଙ୍କର ଦର୍ଶନ ମୁଖ୍ୟତଃ ଭାଗ୍ୟବାଦ ଉପରେ ପ୍ରାଧାନ୍ୟ ଆରୋପ କରିଥିଲା। ତାଙ୍କର ଯୁକ୍ତି ଥିଲା ଯେ ଆତ୍ମାର ବିକାଶ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯେ ସେ ତାଙ୍କର ଯୁକ୍ତି ଥିଲା କାହାର, ହେଗେଲଙ୍କର, ଯେ ଆତ୍ମାର ବିକାଶ ହେଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାର ବିକାଶରେ ପ୍ରକୃତିର ବିକାଶ ଘଟେ, ଯେ ଆତ୍ମାର ବିକାଶରେ ହିଁ ପ୍ରକୃତିର ବିକାଶ ଘଟେ ଏବଂ ପ୍ରକୃତିର ବିକାଶରେ ସମାଜର ବିକାଶ ହୁଏ ବୋଲି କହିଥିଲେ ହେଗେଲ। ଆଉ ସେ ହେଗେଲଙ୍କ ଦ୍ୱାରା ମାର୍କ୍ସ ବହୁଳ ଭାବରେ ପ୍ରଭାବିତ ହୋଇଥିଲେ। ମାର୍କ୍ସଙ୍କ ଜୀବନରେ ହେଗେଲଙ୍କର ଚିନ୍ତାଧାରା କଣ ହୋଇଥିଲା, ଯେ ବହୁଳ ଭାବରେ ଆମେ ତାଙ୍କର ଚିନ୍ତାଧାରା ସେ ଜାଗାରେ ପରିଲକ୍ଷିତ ହେବାକୁ ମାନେ ଦେଖିବାକୁ ପାଇବା। ହେଲା, তারপরে ধীরে 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 কোন মার্ক্স কোন করিଥିଲେ যে মনুষ্য জীবন কাহিকি সমাজ জীবনের সে দর্শনর গুরুত্বপূর্ণ ভূমিকা রয়েছে। যে মনুষ্য জীবন কাহিকি সমগ্র সমাজরে, হেলা, জীবন নুহে কেবল মনুষ্য জীবন নুহে, সমগ্র সমাজরে যে দর্শনর যে ভূমিকা রয়েছে সেই ভূমিকা উপরে মার্ক্স চিন্তা করিବାକୁ লাগিলে। কার্ল মার্ক্সଙ୍କ জীবনଠାରୁ ତାଙ୍କର ଚିନ୍ତା ଦର୍ଶନର ପୃଷ୍ଠଭୂମି ସମ୍ପର୍କରେ ବହୁତ ତଥ୍ୟ ପ୍ରତିପାଦିତ ହୋଇଥାଏ। ସେ ସମ୍ପର୍କରେ ବହୁତ ଗୁଡେ ଆଲୋଚନା ମଧ୍ୟ ଆମେ କରିବା, କିନ୍ତୁ ସେତେ ଡିପ୍ କୁ ଆମେ ଯିବାନି। ଆମେ ପ୍ରଗତିବାଦୀ ମାନେ କଣ, ତୁମକୁ ଯୋଉ ପ୍ରଗତିବାଦୀ ରିଲେଟେଡ୍ ଯୋଉ କ୍ୱେଶ୍ଚନ ପଚାରିବ, ପ୍ରଗତିବାଦୀର ଅର୍ଥ କଣ, ପ୍ରଗତିବାଦୀର ଅର୍ଥ ଅଗ୍ରଗାମୀ ସାହିତ୍ୟ, ପ୍ରଗତିବାଦୀ ସାହିତ୍ୟ କାହାକୁ କୁହାଯାଏ, ଶ୍ରେଣୀହୀନ ସମାଜ ଗଠନ ଯୋଉ ତାର ଲକ୍ଷ୍ୟ ସେଇଟା, କିମ୍ବା ପ୍ରଗତିବାଦୀ ସାହିତ୍ୟରେ ଆମେ ଯୋଉ ଗାନ୍ଧୀବାଦ ଦେଖିବାକୁ ପାଇବା, ଗାନ୍ଧୀଜୀଙ୍କ ନାଁକୁ ନେଇକି ସେ ଜାଗାରେ ମାର୍କ୍ସବାଦ ମଧ୍ୟ ଦେଖିବାକୁ ପାଇବା। କାର୍ଲ ମାର୍କ୍ସ ନେଇକି, କାର୍ଲ ମାର୍କ୍ସ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ହେଲା, ମାର୍କ୍ସ 1818 ଜନ୍ମଗ୍ରହଣ କଲେ। ପିଲାମାନେ ଆମେ ଯୋଉ ଦେଖିଲା 1818 ଜର୍ମାନୀର ଟ୍ରିଅରରେ ଜନ୍ମଗ୍ରହଣ କଲେ। ପରବର୍ତ୍ତୀ ସମୟରେ 1841 ମସିହାରେ ଜେନା ବିଶ୍ୱବିଦ୍ୟାଳୟ ଥିଲା, ସେଇ ଜେନା ବିଶ୍ୱବିଦ୍ୟାଳୟ ଜର୍ମାନୀରେ ଯୋଉ ଅଛି ସେଇଥିରୁ ସେ କଣ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ ଏବଂ ତତ୍କାଳୀନ ସମୟରେ ରାଇନିଫେ ଜାଇତୁଙ୍ଗ ନାମକ ଏକ ବୈପ୍ଳବିକ ପତ୍ରିକା ପ୍ରକାଶ କରିଥିଲେ। ରାଇନିଫେ ଜାଇତୁଙ୍ଗ ତାଙ୍କର ପ୍ରଥମ ପତ୍ରିକା, ଯୋଉ ଜାଗାରେ ସେ ଗୋଟେ ବିପ୍ଳବ, ହେଲା, ସମାଜ ବିରୋଧରେ ବିପ୍ଳବର ଆହ୍ୱାନ ଦେଇଥିଲେ ଏବଂ ସେଇ ପତ୍ରିକା ପ୍ରକାଶ କରିଥିଲେ। ମାର୍କ୍ସଙ୍କର ସେଇ ପତ୍ରିକା ସମ୍ପାଦନା ମଣ୍ଡଳୀରେ, ମାର୍କ୍ସଙ୍କର ଏହି ପତ୍ରିକାର ସମ୍ପାଦନା ମଣ୍ଡଳୀରେ ଯୋଗ ଦେଲେ। সরি মার্ক্স প্রকাশ করেছিল কইলে সেই সময়ে রাইনিফে জাইতুং গোটে পত্রিকা প্রকাশ হয়েছিল এবং সেই পত্রিকার সম্পাদক মন্ডলীরে মার্ক্স যোগদান করেছিলেন। যদিও ଏହା স্বল্প সময়ে প্রকাশিত হয়েছিল, মার্ক্সଙ୍କର দার্শনিক চিন্তাধারা প্রথম ভিত্তিভূমি যে সেই পত্রিকা যে প্রকাশ হয়েছিল সেটিরে যোগ দিয়েছিল এবং সেটি নিজের মতামত মত দেবার সুযোগ পাইଥିଲେ কার্ল মার্ক্স। এবং 1943 মସିହାରେ সেটা এতে পরিমাণরে, সরি 1943 এটা দিয়েছি 1843 হবো। ହେଲା, 1843 মସିହାରେ সেটা এতে পরিমাণরে মানে ବିପ୍ଳବିକ ବୈପ୍ଳବିକ ଚିନ୍ତାଧାରାକୁ ନେଇକି ରଚନା କରାଯାଇଥିଲା, ସେଟା ସରକାରଙ୍କ ତରଫରୁ ବାଜ୍ୟାପ୍ତ କରାଗଲା। ଏହାପରେ ମାର୍କ୍ସ କଣ ହେଲା, ଯେ ମାର୍କ୍ସ ଜର୍ମାନୀ ତ୍ୟାଗ କରିକି ସେ ଫ୍ରାନ୍ସ ଚାଲି ଯାଇଥିଲେ। ଫ୍ରାନ୍ସରେ ବିଶିଷ୍ଟ ସମାଜବାଦୀ ଲେଖକ ଏଙ୍ଗେଲ୍ସଙ୍କ ନିବିଡ଼ ସମ୍ପର୍କରେ ଆସିବାର ସୁଯୋଗ ପାଇଲେ। ତାଙ୍କର ଗୋଟେ ବନ୍ଧୁ ପିଲାମାନେ ଯାହାଙ୍କ ନାଁ ହଉଛି ଏଙ୍ଗେଲ୍ସ। ହେଲା, ସେ ଏଙ୍ଗେଲ୍ସଙ୍କ ନିବିଡ଼ ସମ୍ପର୍କରେ ଆସିବାର ସୁଯୋଗ ପାଇଲେ କେଉଁ ଜାଗାରୁ, ମାର୍କ୍ସ ପଳେଇ ଆସିଲେ କୋଉଠୁ, ଯେ ଜର୍ମାନୀରୁ ଫ୍ରାନ୍ସକୁ। ହେଲା, ଏହା ମାର୍କ୍ସଙ୍କର ଜୀବନୀ ଯାହାକୁ ସ୍ଥାପନୋଭ ରଚନା କରିଥିଲେ। ଏଟା କିଛି ବୁଝିବାର ଆବଶ୍ୟକତା ନାହିଁ, କେବଳ ମାର୍କ୍ସ ମାନେ ଏଙ୍ଗେଲ୍ସ ସହିତ ତାଙ୍କର ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିଲା। ମାର୍କ୍ସ ଏଙ୍ଗେଲ୍ସ ନିବିଡ଼
ଗୋଟେ ବନ୍ଧୁତ୍ୱ ସମ୍ପର୍କରେ ଲେଲିନ୍ ମତ ପ୍ରଦାନ କରିବାକୁ ଯାଇ କହିଥିଲେ ଯେଉଁ ଦୁହିଁ ଜଣଙ୍କର ପାରସ୍ପରିକ ସମ୍ବନ୍ଧ ପ୍ରାଚୀନ କାଳରେ ମାନବିକ ବନ୍ଧୁତ୍ୱ ସମ୍ପର୍କରେ ଲିଖିତ ବହୁ ମନୋଜ୍ଞ କାହାଣୀକୁ ବଳି ଯାଇପାରେ। ତ ସେଇ ସମୟରେ ଉଭୟ ମିଶିକି ମାର୍କ୍ସ ଆଉ ଏଙ୍ଗେଲ୍ସ ମିଶିକି ଅନେକ ଗୁଡ଼ିଏ ରଚନା ମଧ୍ୟ କରିଥିଲେ। ଆମେ ମାର୍କ୍ସଙ୍କର ଦାସ କ୍ୟାପିଟାଲ ଦେଖିବା, ଦ କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ ଦେଖିବା, ଏମିତି ବହୁତ ଗୁଡ଼ିଏ ରଚନା ଆମେ ଦେଖିବାକୁ ପାଇବା। ତ ସେଇ ଜିନିଷ ସେତେ ଡିପ୍କୁ ଯିବାର ଆମର କୌଣସି ବି ଆବଶ୍ୟକତା ନାହିଁ, କେବଳ ସେତିକି ଜାଣିଥାଅ। ଆଉ ପୃଥିବୀରେ ମାର୍କ୍ସବାଦୀ ସାହିତ୍ୟର ଚେତନାର ଯୋଉ ବିଶିଷ୍ଟ ବ୍ୟାଖ୍ୟାକାର ମାନେ ଥିଲେ ପିଲାମାନେ ଏ ଭିତରେ ଦି ଜଣଙ୍କ ନାଁ ଜାଣିଥାଅ ଯେ ଖ୍ରୀଷ୍ଟୋଫର କଡୱେଲ ଆଉ ଜର୍ଜ ଲୁକାସ। ଆଉ ବାକି ଯାହାର ନାଁ ଜାଣିଲେ ବି ଚଳିବ, କିନ୍ତୁ ପୃଥିବୀରେ ଯୋଉ ମାର୍କ୍ସ ସହିତ ଆଉ ଯୋଉ ବିଶିଷ୍ଟ ମାର୍କ୍ସବାଦୀ ଚିନ୍ତାଧାରା ଯେଉଁମାନେ ପ୍ରଭାବିତ ହୋଇଥିଲେ ତାଙ୍କ ନାଁ ଗୋଟେ ଜର୍ଜ ଲୁକାସ, ଗୋଟେ ଖ୍ରୀଷ୍ଟୋଫର କଡୱେଲ ଗୋଟେ, କିମ୍ବା ଅର୍ଣ୍ଣଷ୍ଟ ଫିଫର ଗୋଟେ, ଏମିତି ନାଁ ଗୁଡାକ ମନେ ରଖିଥାଏ। କାହିଁକିନା କ୍ୱେଶ୍ଚନ ତମକୁ ପଚାରି ଯାଇପାରେ ମାର୍କ୍ସ ସହିତ ଆଉ ବିଶ୍ୱର ଅନ୍ୟତମ ମାର୍କ୍ସବାଦୀ ଚେତନା ଦ୍ୱାରା ପ୍ରଭାବିତ ହୋଇଥିବା ଦି ଜଣ ଲେଖକଙ୍କ ନାଁ ଲେଖ ବୋଲିକି ହେଲା। ତ ସେଇଟା ଜାଣିଥାଅ। ଏହା ସହିତ ଆମେ ତା ପରବର୍ତ୍ତୀ ସମୟରେ ଆମେ ଆଲୋଚନା କରିବା ଆମର କଣ ରହିଲା ମାର୍କ୍ସ ଉପରେ ଆମେ ଆଲୋଚନା କଲା। ମାର୍କ୍ସ କୋଉଠି ଜନ୍ମଗ୍ରହଣ କରିଥିଲେ ଜାଣିଗଲ। ତାପରେ ଆମେ ଦେଖିବା ଯେ ଏ ଯୋଉ ମାର୍କ୍ସବାଦ ଉପରେ ଯୋଉ ରହିଛି ପିଲାମାନେ ସେଇ ଜାଗାରେ ଆଲୋଚକ ଆଶିଷ ମହାପାତ୍ରଙ୍କ ମତରେ ସମାଜବାଦୀ ବା ସାମ୍ୟବାଦୀ ସାହିତ୍ୟ ଏକ ମହାନ ବିଶ୍ୱ ଦୃଷ୍ଟିକୋଣରୁ ଆନିତ। ଏହି ଦୃଷ୍ଟିକୋଣରେ ସମତା, ଭାତୃତ୍ୱ, ଶାନ୍ତି, ସାମାଜିକ ନ୍ୟାୟର ବର୍ଣ୍ଣନା ଦିଆଯାଇଛି। এই ଯୋଉ ମାର୍କ୍ସବାଦ ତାହାକୁ ଆମେ ସାମ୍ୟବାଦ ବୋଲିକି ମଧ୍ୟ କହିପାରିବା। ସାମ୍ୟବାଦ ଯୋଉ ଜିନିଷ, ମାର୍କ୍ସବାଦ ସେଇ ଜିନିଷ, ଏବଂ ସେଇ ଜିନିଷ ହିଁ ମାନେ ପରବର୍ତ୍ତୀ ସମୟରେ ପ୍ରଗତିବାଦ ହେଇଛି ହେଲା। ତ ଏଇ ଜାଗାରେ ଆଶିଷ ମହାପାତ୍ର କହିଲେ କଣ ଯେ ସମାଜବାଦୀ ବା ସାମ୍ୟବାଦ ସହିତ ଏକ ମହାନ ବିଶ୍ୱ ଦୃଷ୍ଟିକୋଣରୁ ଆନିତ। ଏହି ଦୃଷ୍ଟିକୋଣରେ ସମତା, ଭାତୃତ୍ୱ, ଶାନ୍ତି, এই ସବୁ ଜିନିଷ ସମତା, ଭାତୃତ୍ୱ, ଶାନ୍ତି, ସାମାଜିକ ନ୍ୟାୟ, ଶ୍ରେଣୀବିହୀନ ସମାଜ ଗଠନ ସବୁ ଜିନିଷ ସେଇ ଜାଗାରେ ଆମେ ଦେଖିବାକୁ ପାଇବା। ସାମ୍ୟବାଦ ବା ପ୍ରଗତିବାଦ ସମଗ୍ର ମାନବ ଜାତିକୁ ଏକାକାର କରିଦେବାର ବାର୍ତ୍ତା ପ୍ରଚାର କରେ। ଯେ ପ୍ରଗତିବାଦ କଣ କରିଥାଏ ଯେ ସମଗ୍ର ମାନବ ଜାତିକୁ ଗୋଟିଏ ଭାବରେ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ବାର୍ତ୍ତା ପ୍ରଚାର କରେ। ଧନୀ ଦରିଦ୍ର ମଧ୍ୟରେ ତାରତମ୍ୟର ଯୋଉ ମାନେ ଯୋଉ ପାଚେରୀ ଯୋଉ ରହିଛି ସେଇ ପାଚେରୀକୁ ଭାଙ୍ଗିବା ପାଇଁ ସମାନ ଆୟ ଉପରେ ଗୁରୁତ୍ୱ ଆରୋପ করে। ସମସ୍ତେ ସମାନ, କେହି ଉଚ୍ଚ ନିଚ ନୁହନ୍ତି। ରାଜା ଯେପରି ଆୟ କରିବେ ପ୍ରଜା ମଧ୍ୟ ସେତିକି ଆୟ କରିପାରିବ, ଏଇଭଳି ଭାବରେ କୁହାଯାଇଛି। ରାଜା ପ୍ରଜା ମଧ୍ୟରେ ପାତର ଅନ୍ତର ରହିବନି। এই ଜିନିଷକୁ ପ୍ରଗତିବାଦୀ ସମାନ ହେଲା, ମାନେ ଯୋଉ ଭେଦଭାବ ଯୋଉ ରହିଛି ଭେଦଭାବ କେମିତି ସମାନ ହେଇପାରିବ ତାକୁ ପ୍ରଗତିବାଦୀ ସାହିତ୍ୟରେ ବିଶେଷ କରି ଗୁରୁତ୍ୱ ଆରୋପ କରାଯାଉଥିଲା। ସାମ୍ୟବାଦ ମଣିଷ ମାରିବା ପାଇଁ ନୁହେଁ, ମଣିଷକୁ ବଞ୍ଚେଇବା ବ୍ୟବସ୍ଥା। ଯେ ସାମ୍ୟବାଦ କଣ ଯେ ମଣିଷକୁ ମାରିବା ନୁହେଁ, ମଣିଷକୁ ବଞ୍ଚେଇବା ପାଇଁ ବ୍ୟବସ୍ଥା। ରାଜାଠାରୁ ରାଜ୍ୟ ଛଡ଼େଇ ନେଲେ, ଜମିଦାର ଜମିତକ ଚାଷୀକୁ ନେଇଦେଲେ, କଳକାରଖାନାକୁ ସରକାରୀ କରିଦେଲେ, ରାଜା ଆଉ ରାଜା ହୋଇ ନଥିବ, ଜମିଦାର ପୁଞ୍ଜିପତି ଆଉ କେହି ନଥିବେ। ଯେ କୁହାଯାଇଛି ରାଜ୍ୟ ଯଦି ଗୋଟେ ରାଜାଠାରୁ ଯଦି ତାର ରାଜ୍ୟ ଛଡ଼େଇ ନିଆଯିବ, କିମ୍ବା ଯଦି ଆମେ ଦେଖିବା ଯେ ଗୋଟେ ଜମିଦାର ଠାରୁ ଯଦି ତାର ଜମିଦାର ଛଡ଼େଇ ନେବ, ତାହେଲେ ସେ କଣ ସେ ଗୋଟେ ସାଧାରଣ ମଣିଷ ହେଇଯିବ। ତ ସେଇ ଜିନିଷ କୁହାଯାଇଛି, ମାନେ ବୁଲେଇ ବଙ୍କେଇକି ଗୋଟେ ହିଁ ଜିନିଷ କୁହାଯାଇଛି, ଶ୍ରେଣୀହୀନ ସମାଜ ଗଠନ ବା ସମସ୍ତେ ସମାନ ବୋଲିକି ଏ ଜାଗାରେ କୁହାଯାଇଛି ହେଲା। ତାପରେ ସିଧା ସିଧା ଆମେ ଆମର ଟପିକ ଉପରେ ଆମେ ଆଲୋଚନା କରିବା। ପ୍ରଗତିବାଦୀ ଉପରେ ତ ଜାଣିଲ ପିଲାମାନେ, ମାର୍କ୍ସ ଉପରେ ଜାଣିଲ। ଏବେ ସିଧା ଆମେ ଆମର ଆଲୋଚନାକୁ ପଳେଇ ଆସିବା ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଯୁଗ। ଏଇଭଳି ଭାବରେ ଯେମିତି ପ୍ରଗତିବାଦୀ ଯୁଗ ଦେଇଛି, ଯେମିତି କି ପ୍ରଗତିବାଦୀ ଯୁଗ ମାର୍କ୍ସବାଦକୁ ନେଇକି ହିଁ ଗଠନ କରାଯାଇଛି। ମାନେ ମାର୍କ୍ସବାଦୀ ଯୋଉ ପ୍ରଗତିବାଦୀର ଯୋଉ ବୈଶିଷ୍ଟ୍ୟ ସେଇ ଜାଗାରେ ଆମେ ମାର୍କ୍ସବାଦ ପ୍ରତିଫଳନ ଘଟିଛି। ମାର୍କ୍ସବାଦର ପ୍ରଭାବ ଆମେ ପ୍ରଗତିବାଦୀ ଯୁଗରେ ଦେଖିବାକୁ ପାଇବା। ଯେଉଁଭଳି ଭାବରେ ପାଶ୍ଚାତ୍ୟ ସାହିତ୍ୟରେ ମାର୍କ୍ସବାଦ ହେଇଛି, ସେଇଭଳି ଭାବରେ ଆମ ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଯୁଗ ହେଇଛି। ଭାରତୀୟ ସାହିତ୍ୟରେ ମଧ୍ୟ ମାର୍କ୍ସବାଦର ପ୍ରଭାବ ପଡ଼ିଛି, କିଛି ମାତ୍ରାରେ ପଡ଼ିଛି, କିନ୍ତୁ ସେଇ ଉପରେ ଆମର ସିଲାବସ ନାହିଁ, ମାନେ ସେଇ ଉପରେ ଆମେ ଆଲୋଚନା କରିବା ନାହିଁ। ଏବଂ ତୁମେ କେବଳ ଏତିକି ଜାଣିଥାଅ ଯେ ପ୍ରଗତି ମାନେ କଣ, ପ୍ରଗତିର ଅର୍ଥ କଣ, ପ୍ରଗତିବାଦୀ ଯୁଗ କାହାକୁ କୁହାଯାଏ, ପ୍ରଗତିବାଦୀ ଯୋଉ ମାର୍କ୍ସ କୋଉଠି ଜନ୍ମଗ୍ରହଣ କରିଥିଲେ, ତାଙ୍କର ପୁରା ନାଁ କଣ, ବୁଝିହେଲା। ତାପରେ ବିଶ୍ୱର ଆଉ ଦୁଇ ଜଣ ମାର୍କ୍ସବାଦୀ ଲୋକଙ୍କର ନାଁ ଲେଖ, ସେଇଟା କିମ୍ବା ମାର୍କ୍ସବାଦର ବୈଶିଷ୍ଟ୍ୟ ଗୋଟେ ଦିନ ତୁମକୁ ଯୋଉ ବୁଝେଇଲି ସାମ୍ୟବାଦ ସମାଜ ଗଠନ କିଏ କଣ କହିଥିଲେ ସେଇଟା ତୁମେ ଲେଖି ପାରିବ। ତ ଏବେ ଆମେ ଆଲୋଚନା କରିବା ଓଡ଼ିଆ ସାହିତ୍ୟର ପ୍ରଗତିବାଦୀ ଯୁଗ ଉପରେ ବା ପ୍ରଗତି ଯୁଗ ଯାହାକୁ ଆମେ କହିଥାଉ, ସେଇ ପ୍ରଗତି ଯୁଗ ଉପରେ ଆମେ ଆଲୋଚନା କରିବା। ତାପରେ ଯେ ଏଇ ଯୁଗର କବିମାନଙ୍କ ଉପରେ ଆମେ ଆଲୋଚନା କରିବା। ସତ୍ୟବାଦୀ ଓ ସବୁଜ ଯୁଗର ଗୋଧୂଳି ଲଗ୍ନରୁ କ୍ରମଶଃ ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଯୁଗର ଧୀରେ ଧୀରେ କଣ 1930 ଦେଇଛି ପିଲାମାନେ, 1930 ପରେ ଟିକେ ଟିକେ ପ୍ରଗତିବାଦୀ ଯୁଗ ଆରମ୍ଭ ହୋଇଥିଲା, କିନ୍ତୁ 1935 ପରେ ସେଇଟା ସମ୍ପୂର୍ଣ୍ଣ ଭାବରେ କାୟା ବିସ୍ତାର କରିଥିଲା ହେଲା। ଯେ ଏହାର ଲକ୍ଷ୍ୟ ଥିଲା, ଯେମିତିକି ମୁଁ ତୁମକୁ କହିଥିଲି ଯେ ପ୍ରଗତିବାଦୀ ଯୁଗର ଲକ୍ଷ୍ୟ ଥିଲା କଣ ଯେ ଶୋଷଣ ମୁକ୍ତ ସାମ୍ୟ ସମାଜ ଗଠନ। ତାହା ମାର୍କ୍ସବାଦୀ ଦର୍ଶନ ଉପରେ ଆଧାରିତ ଥିଲା ହେଲା। ସେଇଟା କୋଉଟା ଆମର ପ୍ରଗତିବାଦୀ ଯୁଗ ମାର୍କ୍ସବାଦୀ ଉପରେ ଆଧାରିତ ଥିଲା। ଏଙ୍ଗେଲ୍ସଙ୍କ ଭାଷାରେ, ଏଙ୍ଗେଲ୍ସ ମାନେ କିଏ, ମାର୍କ୍ସଙ୍କର ସାଙ୍ଗ ହେଲା। ଏଙ୍ଗେଲ୍ସଙ୍କ ଭାଷାରେ ସର୍ବହରା ତଥା ମାନବ ସମାଜ ପାଇଁ ଏକ ଆନନ୍ଦମୟ ଭବିଷ୍ୟତର ବାର୍ତ୍ତା ନେଇକି ଆସିଥିଲା ଏଇ ପ୍ରଗତିବାଦୀ ଯୁଗ। ମାର୍କ୍ସବାଦ ଭାବବାଦୀ ଦର୍ଶନ ନୁହେଁ, ଏହି ଦର୍ଶନ ନିଷ୍କ୍ରିୟ ନୁହେଁ, ସକ୍ରିୟ, ତେଣୁ ଦ୍ୱନ୍ଦାତ୍ମକ ବସ୍ତୁବାଦ ବୋଲି କୁହାଯାଇଛି ମାର୍କ୍ସବାଦକୁ। ଯେତେବେଳେ ପୁଞ୍ଜିବାଦର ଅଭ୍ୟୁଦୟ ଘଟିଲା ସେତେବେଳେ ସାମନ୍ତବାଦକୁ ପୁଞ୍ଜିବାଦୀ ମାନେ ବିରୋଧ କଲେ। ଯେତେବେଳେ ପିଲାମାନେ ପୁଞ୍ଜିବାଦର ବିରୋଧ ଘଟିଲା, କାହିଁକି ନା ଦେଖ ଯେ ଯେତେବେଳେ ଆମେ ଦେଖିବା ଯେ ଯେତେବେଳେ ଶିଳ୍ପ ବିପ୍ଳବ ଘଟିଲା ସେତେବେଳେ କଣ ହୋଇଥିଲା, ଯେତେବେଳେ ତା ଆଗର କଥା କହିଦିଅ, ଆମେ ପ୍ରଥମେ କଣ ରାଜାମାନଙ୍କ ଦ୍ୱାରା ଶାସନ ହେଉଥିଲା, ପରବର୍ତ୍ତୀ ସମୟରେ କାହା ଦ୍ୱାରା, ଇଂରେଜ ମାନଙ୍କ ଦ୍ୱାରା ଶାସିତ ହେଲା, ମରହଟ୍ଟା ମାନଙ୍କ ଦ୍ୱାରା ଶାସିତ ହେଲା, ଦେଶ ସ୍ୱାଧୀନତା ଭାବରେ ଶିଳ୍ପ ବିପ୍ଳବ ଦେଖାଦେଲା। ଶିଳ୍ପ ବିପ୍ଳବରେ କଣ ହେଲା, ଆମେ ଶିଳ୍ପପତି ମାନଙ୍କ ଦ୍ୱାରା ଶାସିତ ହେଲା, ଏବଂ ବର୍ତ୍ତମାନ ଆମେ ଆମ ନିର୍ବାଚିତ ପ୍ରତିନିଧି ବା
सरकार द्वारा शासन किंतु शासित आम होउचे तो यही जगह कौन जे कौन विरोध करथिला पुंजीवाद जो पुंजीवादी माने धनिक श्रेणीर गोष्ठी माने जो मानक पाखरे पैसा थाए जमीदार माने ठिकादार माने अधिक पैसा जो थाए सेई सामंतवाद को पुंजीवाद पुंजीवादी माने विरोध कले हला जे सेते बेले जो सामंतवाद देखा जाय ताको पुंजीवादी माने विरोध करथिले सेमानकर सेई कथा ही एई जगह वर्णना देइछि हला पूर्व जो सब साहित्य सृष्टि होइतिला सेतिरे वास्तववादी दृष्टिकोण थिला ता मुख्यतः मानववादी चिंतार को प्रकाश करथिला किंतु पूर्व जो जहाँ भी देखा दिथिला सेटा गोटे भिन्न थिला किंतु प्रगतिवादी साहित्य रे भिन्न चेतना प्रतिफलित हेइछि हला धीरे 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 रूस देश रे मध्ये एटा प्रकाश पाइछि माने सेई जो मार्क्स तार अनुप्राणित होई कि पृथ्वी रे भिन्न भिन्न देश रे एटा व्याप्त होइछि हला 19 शताब्दी रे शिल्प और शिल्पायन को केंद्र करिकि पुंजीवाद रो जो विकास घटिला सेथिरु सृष्टि हेले पुंजीपति श्रेणी बा बुर्जुआ श्रेणी एई माने अतीतर सामंत श्रेणी को बळी गले अन्य मानक श्रम को शोषण करी माने धनर कुबेर फाजिले धीरे 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 19 शताब्दी रे कोन जे शिल्प और शिल्पायन को केंद्र करिकि जो पुंजीवाद रो जो विकास घटिला से पुंजीवादी माने जो धनिक माने बा जो बुर्जुआ श्रेणी हला जो बुर्जुआ श्रेणी माने धनिक श्रेणी से माने कोन गले जे से माने सामंत जो आगरो जो राजा माने शासन करते जो सामंत माने शासन करते तांको ठार मध्ये माने बळी गले एवं से माने आहुरी लुटिले अन्य मानक श्रम को शोषण करिकि से माने धनर कुबेर फाजिले सेई मानक हातरे कंडेई फाजिले राजनेता धर्मदयी राजनेता माने मते सेई मानक से धनिक मानक हातर रे सेमाने मते रहिले एई शोषक श्रेणी विरोध रे विभिन्न देशर श्रमिक कृषक साधारण लोक आंदोलन कले कोन हला से शोषक माने जो माने शोषक करथिले सेई शोषक श्रेणी विरोध रे कोन जे शोषित लोक माने जो माने कि श्रमिक कृषक साधारण लोक सेमाने माने कोन कले जे आंदोलन कले पुंजीवाद रो विकास लाभ कला साम्राज्यवाद जे पुंजीवाद रो कोन विकास लाभ कला ए जगह साम्राज्यवाद विकास लाभ करितिला एपरि एक संकटमय परिवेश रे कार्ल मार्क्स कर हला आविर्भाव पिला माने विश्व रे जो देखा देछि से गोले गोटे संकटमय समय रे कार्ल मार्क्स कर आविर्भाव होइछि एवं से कार्ल मार्क्स को पूरा में आगरो आलोचना करी फारिचा कार्ल मार्क्स प्रथमे चिंता कले कोन चिंता कले जे शोषण पीड़न स्वेच्छाचार रो कारण संपर्क रे उपलब्धि कले सेही कारण मानक भितरे धर्म एवं ईश्वर भावना मुख्य सुविधावादी न्यस्त स्वार्थ सर्वस्व चतुर व्यक्ति माने धर्म एवं ईश्वर भय देखाई समाज को विपुल वर्ग को फुआई पकईचंती सेही समय रे कार्ल मार्क्स हृदबोध कले जे कोन जे माने चतुर व्यक्ति माने से माने कोन करिसंती धर्म ना रे ईश्वर ना रे लोक माने ठकी चलीचंती एमिति न जे ईश्वर मिथ्या ईश्वर सत्य ईश्वर थाई पारंती हला किंतु ईश्वर ना रे लोक मान जो ठंका जाउची वर्तमान मध्ये सेमिति होउची बहुत गुडे जगह रे ईश्वर ना को नहीं ईश्वर तो अछंती ईश्वर कोन भक्ति रे मिलबे कि आमे जदी गुटे नडिया नै कि जदी मंदिर रे पूजा करबा ताले नडियाटा किए नेबो ईश्वर नेबे ना ब्राह्मण नेबो तो प्राय तो जगह रे पिला माने हम भारतीय बाहर जगह रे भी थिला बाहर जगह भिन्न भिन्न धर्म केवल हिंदू धर्म कथा कह जाए अन्य धर्म कथा कह जाए जो भली भाव में धर्म ना भंडामी कराया धर्म ना ठका जाऊला धर्म ना लोक मान भुआ बुला जाऊला धर्म ना अत्याचार कराया धर्म ना शोषण कराया से जिन को लेकिन चतुर व्यक्ति मैंने कौन करते धर्म और ईश्वर भय देखा समाज विपुल वर्ग को मैंने शहे पकड़े भिन्न भिन्न जिन देखा जमीक कि तुम्हें मैंने तो पढ़ी नबे फकीरमोहन सेनापति तुमको पढ़ेनी से जगह 6 8 खंड उपन्यास धर्म ना फारिया भगिया को लुटा होती मंदिर ना लुटा होती बहुत गुड़े गल्प उपन्यास धर्म ना भंडामी चित्र आम देखा पाइबा फकीरमोहन माने धुलिया बाबा है कि अन्य उपन्यास सॉरी अन्य गल्प गुड़िक से जिन आम देखा पाइबा है तो धर्म ना लोक मान लुटा जाइए चतुर व्यक्ति मैंने कौन कर जे शास्त्र पोथी आईन कानून एवं तार जे चतुर व्यक्ति मानक पैसा नहीं कि आईन कानून समस्ते हस्तगत होती समस्ते साहाय्य करिसंती मृष्टमय हाथ में विपुल संपत्ति और यही जिन को देखिए मार्क्स सह्य कर पारि नाहंती अन्य साधारण लोक से जीवन में केवल श्रमिक और मूल्य साधारण लोक किसी ना पिला माने दिन एक काम करे से संध्यारे खंडे खाइबा को पाएनी खंडे पिंधिबा को पाएनी से जीवन दुर्विषह कथा को ए जगह वर्णना कराई माने मार्क्सवाद कौन कर सपक्ष ठिया होगी शोषक गोष्ठी विरोध में संग्राम करिछि शोषक गोष्ठी विरोध में विद्रोह करिछि अन्य साधारण लोक अधीन में श्रमिक और मूल्य अधिकांश अनाहार पृष्ठ जमी कही पिला अधिकांश अनाहार खाइबा को पाती ग्रहहीन ग्रह मिलेनी मार्क्स साथी एंगेल्स एक कथा को दर्शाई विभिन्न रचना गुड़िक विभिन्न आर्टिकल गुड़ाक से जिन वर्णना कर परवर्ती समय धीरे धीरे एभली व्याप्त है परवर्ती समय मार्क्सवाद भितर रुषियार जार शासक विरोध में गण विप्लव से मार्क्सवाद को लेकिन ओडिशा को आसवा कथा माने ओडिशा को आसवा पूर्वर कथा कहुई से समय मार्क्सवाद को लेकिन कौन होता रुषिया जार शासन विरोध में गण विप्लव देखा देइतिला एवं जो जगह देखा से बलसेविक आंदोलन देखागला रूस बलसेविक अर्थ है संख्या गरिष्ठता लोक मानकर
ଦଳ ହେଉଛି ବଲସେଭିକ ଦଳ ବା ସଂଖ୍ୟାଗରିଷ୍ଠତା ଦଳ ବୋଲି କୁହାଗଲା। ଜାରଙ୍କ ଶାସନ, ଜାର୍ ଯେଉଁ ଭଳି ଶାସନ କରୁଥିଲେ ସେଇଭଳି ଭାବରେ ରୁଷିଆକୁ 1917 ରୁଷିଆ ବିପ୍ଳବ ସମସ୍ତେ ଜାଣିଛ, ରୁଷିଆର ରାଜତନ୍ତ୍ର ଲୋପ କରିକି ପ୍ରତିଷ୍ଠା ଲାଭ କଲା ବଲସେଭିକ ସରକାର ବା ସର୍ବହରା ଶ୍ରମିକଙ୍କର ସରକାର। ମାର୍କ୍ସବାଦକୁ ନେଇକି ରୁଷିଆରେ ଯୋଉ ଚେତନା ଦେଖାଯାଇଥିଲା ସେଇ ଜିନିଷରେ ସେମାନେ ବିଜୟୀ ହେଇଥିଲେ ଏବଂ ସେଇଭଳି ଭାବରେ ଧୀରେ ଧୀରେ ବିଶ୍ୱର ଅନେକ ରାଷ୍ଟ୍ରକୁ ହେଲା ଅନେକ ରାଷ୍ଟ୍ରକୁ ସେଇ ମାର୍କ୍ସବାଦ ପ୍ରଭାବିତ କରିଥିଲା ବୋଲିକି ବର୍ଣ୍ଣନା ଦିଆଯାଇଛି। ପ୍ରଗତି ଗୋଟେ ଏପରି ଶବ୍ଦ ଯାହାକୁ ଭିନ୍ନ ଭିନ୍ନ ବ୍ୟକ୍ତି ମାନେ ଭିନ୍ନ ଭିନ୍ନ ଦୃଷ୍ଟିରେ ବ୍ୟକ୍ତ କରିଥାନ୍ତି। କେହି ମାନବତାକୁ ମାନବବାଦକୁ ପ୍ରଗତିବାଦୀ କହିଥିଲା, ଅନ୍ୟ କେହି ଆଧ୍ୟାତ୍ମିକ ସମାଜକୁ ପ୍ରଗତିବାଦୀ ବୋଲି କହିଥାନ୍ତି। ତାକୁ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରିଥାନ୍ତି ହେଲା। ଏହା ଧର୍ମ ନୁହେଁ, ଭାଗ୍ୟ ଭଗବାନ ନୁହେଁ, ଶାସ୍ତ୍ର ନିୟମ କାନୁନ ନୁହେଁ, ସମ୍ପୂର୍ଣ୍ଣ ଭାବରେ ଅର୍ଥନୈତିକ ସ୍ଥିତିକୁ ଗୁରୁତ୍ୱ ଦେଇକି ଯାବତୀୟ ବଡ଼ ସାନ ଧନୀ ଦରିଦ୍ର ଭେଦଭାବକୁ ବିଲୋପ କରିକି ସମସ୍ତଙ୍କୁ ସମାନ ମନେ କରିବା। এই ଜିନିଷ ହେଉଛି ପ୍ରଗତିବାଦୀ ସାହିତ୍ୟର ଲକ୍ଷ୍ୟ। ପ୍ରଗତିବାଦୀ ଲକ୍ଷ୍ୟ ମଧ୍ୟ ଶୋଷଣ ମୁକ୍ତ, ଯେମିତି କହିଥିଲେ ପିଲାମାନେ, ଶ୍ରେଣୀହୀନ ସମାଜ ଗଠନ ବା ଶୋଷଣ ମୁକ୍ତ ସାମ୍ୟ ସମାଜ ଗଠନ। ଯେଉଁ ଶ୍ରମିକ, ଯେଉଁ କୃଷକ, ଶ୍ରମିକ ଅବହେଳିତ ଶୋଷିତ ଥିଲେ ସେମାନେ ହୋଇଗଲେ ପ୍ରମୁଖ এই ଯେଉଁ ପ୍ରଗତିବାଦୀ ଯୁଗରେ। ସେମାନେ ମାନେ ସେଇ ଆନ୍ଦୋଳନ ନେତୃତ୍ୱ ନେଇଛନ୍ତି। ପ୍ରଗତିବାଦ ଘୋଷଣା କଲା ଯେ କେହି ଦୁର୍ବଳ ନୁହନ୍ତି। ଆମର ଯେଉଁ ପ୍ରଗତିବାଦୀ ମାର୍କ୍ସବାଦରୁ ଯେଉଁ ପ୍ରଭାବିତ ହେଇକି ଯେଉଁ ଓଡ଼ିଆରେ ଯେଉଁ ପ୍ରଗତିବାଦ ହେଇଛି ସେ ଘୋଷଣା କଲା ଯେ କେହି ବି ଦୁର୍ବଳ ନୁହନ୍ତି, ସମସ୍ତେ ସବଳ, ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, ସମସ୍ତଙ୍କର ସମାନ ଅଧିକାର ଅଛି, ସମସ୍ତେ ବଞ୍ଚି ପାରିବେ, ଏଟା କାହାର ବାପାର ଜାଗିର ନୁହେଁ ହେଲା। ତେଣୁ ପ୍ରଗତିବାଦ ଲୋକମାନଙ୍କୁ ଶୋଇ ଦିଏ ନାହିଁ, ଜାଗ୍ରତ କରେ ଏବଂ ତା ଭିତରେ ବିପ୍ଳବର ନିଆଁ ଜନ୍ମ କରେ। ଯେ ପ୍ରଗତିବାଦ କ'ଣ କରେ ଯେ ଏକରେ ତ ଶୋଷକ ଗୋଷ୍ଠୀ ବିରୋଧରେ ଲଢ଼େ, ଦୁଇରେ ଲୋକମାନଙ୍କୁ ଶୋଇ ଦିଏନି, ଲୋକମାନଙ୍କୁ ଅତ୍ୟାଚାରିତ ଅବସ୍ଥାରେ ଛାଡ଼ି ଦିଏନି, ତାଙ୍କୁ ଜାଗ୍ରତ କରେ, ତାଙ୍କ ଭିତରେ ବିପ୍ଳବର ନିଆଁ ଜାଳି ଦେଇଥାଏ ହେଲା। ଯେମିତି କି ଭିନ୍ନ ଭିନ୍ନ ଜାଗାରେ ଆମେ ଦେଖିବାକୁ ପାଇବା ଯେ ସଚ୍ଚିଦାନନ୍ଦଙ୍କ ରଚନାରେ ଯେ ଦୃଢ଼ ହୁଅ ରୂଢ଼ ହୁଅ ନିୟ, ଦୃଢ଼ ହୁଅ ରୂଢ଼ ହୁଅ ନିୟ ପ୍ରତିଶୋଧ ହୀନ ଯୁଗବ୍ୟାପୀ ହୀନ ଦାସତ୍ୱର। ସେ ଯୋଉ ଗୋଟେ କହିଛନ୍ତି ନାଇଁ କି ତାଙ୍କର ବାର୍ତ୍ତା କବିତାରେ ସଚ୍ଚିଦାନନ୍ଦ ରାଉତରାୟ ଯେ କ'ଣ ନା ଯେ ଶତାବ୍ଦୀର ସିଂହଦ୍ୱାର ଆସିଅଛି ଦୂତ, ଆଣିଅଛି ବାର୍ତ୍ତା ଭବିଷ୍ୟତର, ଜୀବନର ସମ୍ଭାବନା ଜହିଁ ମୂର୍ତ୍ତିମାନ, ନାଇଁ ଜହିଁ ପ୍ରାଚୀନ ପ୍ରାନ୍ତର, ଜାଗ ହେ ମାନବ ଶିଶୁ, ଜାଗ ନର ବ୍ରହ୍ମ, ଜାଗ ଧରି ଲୌକିକର ଜ୍ଞାନ, ଦୃଢ଼ ହୁଅ ରୂଢ଼ ହୁଅ ନିୟ ପ୍ରତିଶୋଧ ଯୁଗବ୍ୟାପୀ ହୀନତା ସତ୍ୱର। ଯେ ତୁମେ ମାନେ ଦୃଢ଼ ହୁଅ, ତୁମେ ମାନେ ରୂଢ଼ ହୁଅ, ତୁମେ ମାନେ ପ୍ରତିଶୋଧ ନିଅ ଯେ କାହାର, ଯୁଗ ଯୁଗ ଧରିକି ତୁମେ ଯୋଉ ଦାସତ୍ୱର ଯୋଉ ବଶବର୍ତ୍ତୀ ହେଇ ଆସୁଛ, ଶୋଷିତ ମାନଙ୍କ ଦ୍ଵାରା ଯୋଉ ଶୋଷକ ମାନଙ୍କ ଦ୍ଵାରା ଯୋଉ ଶୋଷିତ ହେଇ ଆସୁଛ, ତାର କ'ଣ କର ଯେ ତାର ମାନେ କହିପାରିବା ଯେ ଯୁଗବ୍ୟାପୀ ହୀନ ଦାସତ୍ୱର ପ୍ରତିଶୋଧ ନିଅ। ସମୟ ଆସିଛି ଆଜି ପଚାରିବା ପାଇଁ ଦୀପ୍ତ କଣ୍ଠେ କହ ହେ ମାନବ ପୁତ୍ର, ଏତେ ଦିନ ଶୃଙ୍ଖଳତା ଥିଲା କାହିଁ ପାଇଁ, କାହିଁ ଥିଲା ଲୋହ କାରାଗାର ବୋଲିକି ସଚ୍ଚିଦାନନ୍ଦ ତାଙ୍କର ବାର୍ତ୍ତା କବିତାରେ ଆହ୍ୱାନ ଦେଇଛନ୍ତି। ସେଇ ଜାଗାରେ ସାମ୍ୟବାଦ ମାନବବାଦର କଥା ସେ ଜାଗାରେ ସେ କହିଛନ୍ତି। ସାମ୍ୟବାଣୀ ଚେତନାର ଗୋଟେ ସାର୍ଥକ କବିତା ହେଉଛି ତାଙ୍କର ମାନେ ବାର୍ତ୍ତା କବିତା। ସେ ପୁଣି ଆହ୍ୱାନ ଦେଇଛନ୍ତି ଶତାବ୍ଦୀର ସିଂହଦ୍ୱାର ଆସିଅଛି ଦୂତ, ଆଣିଅଛି ବର ଦେବତାର, ଦଗ୍ଧ ହୁଅ ଭସ୍ମ ହୁଅ ହେ ମାନବ ପୁତ୍ର, କୀଟ ସମ ହୁଅ ନିଷ୍ପେଷିତ, ଲଭ ତହୁ ଜ୍ଞାନ ରଶ୍ମି, ବୁଝ ଆଜି ମୂଳ କାରଣ କେ ସେହି ପୀଡ଼ନର, ତାହାରି ଉଚ୍ଛେଦ କର। ତାପରେ କ'ଣ, ତାହାରି ଉଚ୍ଛେଦ କର କରରେ ନିର୍ମୂଳ, ସିଓନ ପରି ନିୟ ପ୍ରତିଶୋଧ ବୋଲିକି କୁହାଯାଇଛି। ମାନେ ବହୁତ ବଢିଆ ଏମିତି ଚିନ୍ତାଧାରାର କବି ମାନେ ଆମେ ଦେଖିବାକୁ ପାଇବା। ଅନନ୍ତ ପଟ୍ଟନାୟକକୁ ଦେଖିବା, ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଦେଖିବା, ତାଙ୍କ କବିତାରେ ଏଇଭଳି ଭାବରେ ଜିନିଷ ଗୁଡାକ ମାନେ ବର୍ଣ୍ଣନା କରା ଯାଇଛି ହେଲା। ତ ଏଥିରେ ଆମେ ଦେଖିବା ଯେ ଏଥିରେ ସମ୍ବେଦନା ଥାଏ, ସହାନୁଭୂତି ଥାଏ, ଦଳିତ ଶୋଷିତ ମାନଙ୍କ ମଣିଷ ମାନଙ୍କ ପ୍ରତି ଆତ୍ମଶକ୍ତି ଜାଗ୍ରତ କରେ। ଏଥିରେ ହୁଏ ତ ସମ୍ବେଦନା ଥାଏ, ସହାନୁଭୂତି ଥାଏ, ମାତ୍ର ତା ଦଳିତ ମାନଙ୍କ ପ୍ରତି ତାର ଆତ୍ମଶକ୍ତି ଜାଗ୍ରତ କରେ। ସେଇ ଜାଗାରେ ସମ୍ବେଦନା ଥାଏ, ସହାନୁଭୂତି ଥାଏ ଏବଂ ସେଇଟା କ'ଣ ଯେ ଆତ୍ମଶକ୍ତି ଜାଗ୍ରତ କରେନି। ଯେତିକି ଥାଏ ସମ୍ବେଦନା ତାଠାରୁ ଅଧିକ ଥାଏ କ'ଣ ଯେ ବିପ୍ଳବର ଆହ୍ୱାନ ହେଲା। ସେଇ ଜିନିଷ ଆମେ ଦେଖିବାକୁ ପାଇବା। ଗଣଚେତନା ଏବଂ ସମଗ୍ର ଚେତନାକୁ ମୁଖ୍ୟ କରିନିଏ ଦୁର୍ବଳ ଏବଂ ଅସହାୟ ମଣିଷ ଭିତରେ ଶକ୍ତି ଓ ସାହସ ଭରି ଦିଏ ଶୋଷକର ବିନାଶ। ସେଇ ଜାଗାରେ କ'ଣ ଯେ ଶୋଷକର ବିନାଶ ପାଇଁ ସେ ମଣିଷ ଭିତରେ ଶକ୍ତି ଏବଂ ସାହସ ଭରିନିଏ। ଏଥିରେ ପଳାୟନବାଦ ନଥାଏ, ଥାଏ ଯାବତୀୟ ପ୍ରତିକୂଳ ଯେ ଆମେ କେଉଁ ଭାବରେ ପରିସ୍ଥିତିକୁ ମୁକାବିଲା କରିବା, କେମିତି ଆମେ ବିପ୍ଳବ କରିବା, କେମିତି ଆମେ ବିଦ୍ରୋହ କରିବା, କେମିତି ଆମେ ହକ୍ ପାଇଁ ଲଢ଼ିବା, ସେଇ ଜିନିଷ ଏ ଜାଗାରେ ଦେଖା ଦେଇଥାଏ। ତେଣୁ ମାର୍କ୍ସୀୟ ପ୍ରଗତିବାଦୀ ସାହିତ୍ୟରେ ବସ୍ତୁ ଓ ରୂପ ମଧ୍ୟରେ ଐକ୍ୟ ସୃଷ୍ଟି ହୁଏ। ଏହା ଭାବବାଦୀ ନୁହେଁ, ରହସ୍ୟବାଦୀ ନୁହେଁ, ଧାର୍ମିକତାବାଦୀ ନୁହେଁ, ସମ୍ପୂର୍ଣ୍ଣ ଜୀବନବାଦୀ, ସଂଘର୍ଷବାଦୀ ଏବଂ ସମାଜବାଦୀ ବୋଲି କୁହାଯାଇଛି। ଏ ସାହିତ୍ୟରେ ଯେ ଆଦର୍ଶ ନଥାଏ ନୁହେଁ, ଆଦର୍ଶ ଥାଏ। ଏ ସାହିତ୍ୟରେ ମଧ୍ୟ ପ୍ରଗତିବାଦୀ ସାହିତ୍ୟରେ ମଧ୍ୟ ଆଦର୍ଶ ଥାଏ, କିନ୍ତୁ ଆଦର୍ଶ ଥାଏ ତାହା ଆଦର୍ଶ ବାସ୍ତବର ପାର୍ଥକ୍ୟକୁ ଦର୍ଶାଇଥାଏ, ବାସ୍ତବକୁ ଗୁରୁତ୍ୱ ଦିଏ ଓ ସମାଜବାଦୀ ବାସ୍ତବତା ପ୍ରତି ଅଙ୍ଗୀକାରବଦ୍ଧ ହୁଏ। ଯେ ପ୍ରକୃତରେ ଯେଉଁ ଜିନିଷ ବାସ୍ତବ ସେଇ ଜିନିଷକୁ ବାସ୍ତବବାଦୀ ଜିନିଷକୁ ସେଇଟା ଗୁରୁତ୍ୱ ଦେଇଥାଏ। ଅତଏବ ପ୍ରଗତିବାଦୀ ସାହିତ୍ୟରେ ସମାଜବାଦକୁ ପ୍ରାଧାନ୍ୟ ଏଇ ଜାଗାରେ ଆମେ ଦେଖିବା ପିଲାମାନେ ଯେ ଅତଏବ କ'ଣ ହୋଇଥାଏ ଯେ ପ୍ରଗତିବାଦୀ ସାହିତ୍ୟ ସମାଜବାଦକୁ ପ୍ରାଧାନ୍ୟ ଦେଇକି ନୂତନ ଶକ୍ତିର ଉନ୍ମେଷ ପାଇଁ ପ୍ରେରଣା ଦେଇଥାଏ। ଯେ କ'ଣ କରିଥାଏ ସେ ଦେଖ ଯେ ଅତଏବ ପ୍ରଗତିବାଦୀ ସାହିତ୍ୟ କ'ଣ କରିଥାଏ ସମାଜବାଦକୁ, ସମାଜକୁ ପ୍ରାଧାନ୍ୟ ଦେଇକି ନୂତନ ଶକ୍ତିର ଉନ୍ମେଷ ପାଇଁ
प्रेरणा दे थाए समाज को प्रगति पथ आगे निए केवल रुषिया नुहे समग्र पृथ्वी भिन्न भिन्न देश में प्रगतिवादी केवल देखो मार्क्स आसला मार्क्सवाद जर्मनी सृष्टि है से जगह कार्ल मार्क्स रुषिया भिन्न भिन्न देश में व्यापी है से भाव भारत में व्यापिक ओडिशा को मार्क्सवाद प्रभावित होती आम देखा पे आगु राधानाथ जुगे राधानाथ जमी प्राच्य पाश्चात्य संसर्ग रचना करते कि गंगाधर मेहर जमी प्रकृति कवि थे कि देखा नंदकिशोर बड़ जमी कि मानने पल्ली को लेकिन रचना करते कि फकीरमोहन सेनापति समाज कथा को लेकिन रचना करते से भाव में सत्यवादी युग परवर्ती समय मानव जीवन को गुरुत्व दिगला परवर्ती समय कौन करागला परवर्ती समय साहित्य सर्जन से भाव में सबुज जुगे कौन है रोमांटिक चेतना देखा पाला से भाव में प्रगतिवादी जो वैशिष्ट्य मानव समाज केवल मानव नुहे व्यक्तिगत नुहे जनकर हित साधन नुहे संपूर्ण मानव गोष्ठी समग्र मानव समाज हित साधन से निजर हक पाइपर से लड़े करें चुप पड़ी न रही से निज अधिकार जो लड़े से जिन आम देखा पाइबा आमर प्रगतिवादी साहित्य है ओडिया साहित्य में प्रगतिवादी चेतना धीरे धीरे देखा दी जो भाव में देखिला पे प्रगतिवादी साहित्य धीरे 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 मार्क्सवाद को देखिए आसी से भाव ओडिया साहित्य में देखा देती है ओडिया साहित्य जो सारड़ा जाक्स की पंचफका जुग हूँ धीरे धीरे देखा देता कि परवर्ती समय से जो यही जुगर कवि मानक से अधिक परिमाण देखा आगुरी देख 1921 मसीह अन्नदासंकर प्रलय प्रेरणा सविता कालीचरण पुरी मंदिर में से भगवान विरोध में विद्रोह डाक देती है एमती देखा देती आगुरी किंतु परवर्ती समय कौन होती परवर्ती समय आम देखा जो 1935 मसीहा कौन यहाँ अधिक तीव्र होती अधिक तीव्र होती से समय गोपबंधु दास मत समाज लेनिन और महात्मा गांधी मध्य विचार करी उभय हिंसा को ग्रहण करते महात्मा गांधी अहिंसा बल उद्देश्य साधन करने चाहूले से जगह देखा पे महात्मा गांधी कौन करते अहिंसा बल चाहूले किंतु मार्क्स माने जो प्रगतिवाद मार्क्सवाद प्रभाव पड़ी गांधीवाद प्रभाव पड़ी है किंतु गांधीजी कौन करते जो अहिंसा माध्यम चाहूले और ये मार्क्सवाद विप्लव माध्यम चाहूले से जिन जगह देखा दी तो ये प्रगतिवाद एमती नुहे अचानक 1935 मसीह आरंभ होगा यह आगुरी भी जो कवि मैंने टे देखा देता कि 1935 मसीहा पर कवितार भयंकर रूप धारण करता है तुम इंपोर्टेंट क्वेश्चन 1925 मसीह भारतीय कम्युनिस्ट पार्टी प्रथम सम्मिलन होता भारतीय कम्युनिस्ट पार्टी प्रथम सम्मिलन होता कम्युनिस्ट पार्टी गठन होता कहते 1925 मसीह है 1932 मसीह कौन होता पाटना कैंप जेल में बंदी थी केते जन ओडिया कांग्रेस कर्मी जेल मुक्त हो उत्कल कांग्रेस साम्यवादी देखो यहाँ पे दीटा पॉइंट मन रखिए कम्युनिस्ट पार्टी गठन होता 1925 उत्कल कांग्रेस साम्यवादी कर्मी संघ 1932 मसीह गठन होता उत्कल कांग्रेस साम्यवादी संघरू सारथी पत्रिका प्रकाश लाभ करथिला तार संपादक थिले नवकृष्ण चौधरी है ये जिन जाना से भाव में ये जो साम्यवादी पे देखा कम्युनिस्ट पार्टी प्रथम सम्मिलन होता कि विधिवत भाव में कम्युनिस्ट पार्टी 1936 मसीह गठन होता आगर 1925 तार सम्मिलन मान धीरे धीरे होता कि विधिवत भाव में 1936 मसीह गठन है तो 1925 और 1936 भितर जब शॉर्ट क्वेश्चन आसे ऑप्शन वाला जोटा कर एक मार्किया क्वेश्चन आसे जोटा लिखिले भी चलो है कम्युनिस्ट पार्टी संपादक थे भगवती चरण पाणिग्राही है 1926 ओडिशा 26 गणजात राजा मान स्वैच्छाचार अत्याचार विरोध में प्रजा आंदोलन होती भगवती चरण पाणिग्राही नवकृष्ण चौधरी मालती चौधरी मैंने प्रमुख अंशग्रहण कर जुगर देखा आम भगवती चरण अनंत चरण गुरुचरण पट्टनायक रामकृष्ण पति प्राणनाथ पट्टनायक मैंने समस्ते कौन प्रगतिवादी चिंताधार माने आगुआ थे है माने आगुआ नेता थे कहीपर से समय सच्चिदानंद राउतराय 1932-33 मसीह नवीन पत्रिका कविता लिखी सच्चिदानंद राउतराय से समय भगवान अछ कहीं आकाश जवन गर्जी मो काने कही जाए नाही नाही जदि मु फेराए मोर बेनिया कि तही देखे खाली दिन निर्मा कि जगह कहते पे सच्चिदानंद राउत नवीन कवि पत्रिका जे आकाश पवन गर्जी मो काने कही जाए नाही नाही आकाश पवन गर्जी मो कान कही जाऊँगी मुझे आखि फेरैकी जब बेनी आखि मैंने दुई आखि खोलिकी देखी केवल दिन मानकर दिन दरिद्र चित्र मो आखिरे देखुची अन्न विहुने मनुष्य अन्न विहुन खाइबा को नपाई मनुष्य आत्मा करुची हाई हाई करुची हाहाकार हे भगवान तुम अछ कहीं तुम भगवान कौटी अछ जे खाइबा को नपाई मनुष्यर आत्मा हाहाकार करुची तो से जिन जगह वर्णना कराई आउ गोटे पॉइंट पिला माने आउटे पॉइंट डाकिबी रुह आउटे पॉइंट आम देखा जो नवजुग साहित्य संसद पे नवजुग साहित्य संसद गठन होता नवजुग साहित्य संसद गठन होता भगवती चरण पाणिग्राही उद्यम 1935 है 1935 नवजुग साहित्य संसद गठन होता से नवजुग साहित्य संसद 1935 36 करदेली है 35 गठन होता नवजुग साहित्य संसद है 1936 से नवजुग साहित्य संसद आधुनिक है
ଆଧୁନିକ ନାମକ ଗୋଟେ ପତ୍ରିକା ପ୍ରକାଶିତ ହେଉଥିଲା। ନବଯୁଗ ସାହିତ୍ୟ ସନ୍ଫଦ ଘଟଣା ହେଇଥିଲା 1935 ରେ ଏବଂ ସେଇ ସନ୍ଫଦରେ 1936 ମସିହାରେ ଆଧୁନିକ ନାମକ ଗୋଟେ ପତ୍ରିକା ପ୍ରକାଶିତ ହେଉଥିଲା। ତ ସେଇ ଜାଗାରେ ଅନନ୍ତ ପଟ୍ଟନାୟକ ରଚିତ କବିତାକୁ ମାଳତୀ ଚୌଧୁରୀ ଗାନ କରିଥିଲେ। ନବୀନ ଯୁଗର ତରୁଣ ଜାଗରେ ଜାଗବନ୍ଧନ ହାରା ବକ୍ଷ ଫଣିତ ଲକ୍ଷ୍ୟ ଜୀବନେ ଖେଳାଅ ଆଲୋକ ଧାରା ଛିନ୍ନ କରରେ ବନ୍ଧନ ରାଜି କ୍ରନ୍ଦନ ହେଉ ଶେଷ ଲୁପ୍ତ ହେଉରେ ଆରେ କଣ ପଳେଇ ଆସିଲା ଏଟା ଟିକେ ରୁହ ଲୁପ୍ତ ହେଉରେ ଜାତି ଉପଜାତି ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଜାତି ଉପଜାତି ଲୁପ୍ତ ହେଉ ବୋଲିକି ସେ କହିଥିଲେ। ମହାମାନବର ଶଙ୍ଖ ଶବଦେ ସମୂର ଦୁଃଖ ଜାଳେ ଜାଗ ବନ୍ଧନ ହରା ବୋଲିକି ଜାଗାରେ କହିଥିଲେ। ସେଇଭଳି ଭାବରେ ଆମେ ଦେଖିବା ପରବର୍ତ୍ତୀ ସମୟରେ ଭଗବତ ଚରଣ ପାଣିଗ୍ରାହୀଙ୍କର ନବଯୁଗ ସାହିତ୍ୟ ସଂସଦର ଉତ୍ସବରେ ସଭାପତିତ୍ୱ କରି କାଳିନ୍ଦୀଚରଣ ମଧ୍ୟ ପ୍ରଗତିବାଦୀ ଭାବର ଯେ କାଳିନ୍ଦୀଚରଣ ପାଣିଗ୍ରାହୀ ଆମେ ଆଲୋଚନା କରିଥିଲା ଯେ ସବୁଜ ଯୁଗରେ ଆମେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କୁ ଆଲୋଚନା କରିଥିଲା, କିନ୍ତୁ ପ୍ରଗତିବାଦୀ ଯୁଗରେ ମଧ୍ୟ ତାଙ୍କର ଅନେକ ଗୁଡ଼ିଏ କବିତା ଦେଖା ଦେଇଛି। ଆମେ ଫଲା ଶୈତାନ ଜାଦୁଘର ଆଗାମୀ ଏ ସବୁ କାଳିନ୍ଦୀଚରଣ ଏଇ ଯୁଗରେ ମଧ୍ୟ ରଚନା କରିଥିଲେ। ଏମିତି ନୁହେଁ ଯେ ଗୋଟେ ଯୁଗରେ ରଚନା କରିଥିଲେ, ଦିଟା ଯୁଗରେ ସେ বা ଦି ଯୁଗରେ ତାଙ୍କର କବିତା ଗୁଡ଼ିକ ରଚିତ ହୋଇଥିଲା ହେଲା। ଏହି ପରିସ୍ଥିତିରେ ମାର୍କ୍ସ ଏବଂ ଲେନିନଙ୍କ ସମାଜ ତତ୍ତ୍ୱ ଦର୍ଶନକୁ ଧରିକି 1930 ମସିହାରେ କ୍ରମଶଃ ଗୋଟେ ପ୍ରଗତିବାଦୀ ଚେତନା 1935 ମସିହାରେ ଯୁଗ ଷ୍ଟାର୍ଟ ହେଇଥିଲା, କିନ୍ତୁ 1930 ମସିହାରେ ଓଡ଼ିଆ ସାହିତ୍ୟରେ କ'ଣ ପ୍ରଗତିବାଦୀ ଚେତନା କବିତା ଗଳ୍ପ ନାଟକ ପ୍ରବନ୍ଧ ଉପନ୍ୟାସରେ ଧୀରେ 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 କାୟା ବିସ୍ତାର କରିଥିଲା। ଭାଗ୍ୟ ଭଗବାନ କର୍ମଫଳ ଶାସ୍ତ୍ର ପୌରୋହିତ୍ୟ ପ୍ରଥା ଧର୍ମ ପ୍ରତି ମୋହଗ୍ରସ୍ତ ଇତ୍ୟାଦିକୁ ଶୋଷଣର କାରଣ ରୂପେ ଯେ ଏ ଯେଉଁ ଭାଗ୍ୟ ଭଗବାନଙ୍କୁ ଯେଉଁ ଭୁଆଁ ବୋଲଉଥିଲେ କର୍ମଫଳ ଶାସ୍ତ୍ର ପୌରୋହିତ୍ୟ ଏଇ ସବୁ ହିସାବରେ ତୁମେ ଫଳ ପାଇବ, ତ ସେଇଭଳି ଭାବରେ ଯେଉଁ ଲୋକମାନଙ୍କୁ ଭୁଆଁ ବୋଲା ଯାଉଥିଲା ସେଇ ସବୁକୁ ଶୋଷଣର କାରଣ ରୂପରେ ସର୍ବହରା ମଣିଷ ସର୍ବହରା ଆଉ ବୁର୍ଜୁଆ ମାନେ ଯିଏ ଶୋଷକ ଆଉ ସର୍ବହରା ମାନେ ଶୋଷିତ, ତ ସର୍ବହରା ମଣିଷର ଉତ୍ଥାନ ପାଇଁ ସେମାନଙ୍କ ଭିତରେ ଅଧିକ ସଚେତନ ଜାଗର କରିବା ପାଇଁ ନୂତନ ପ୍ରଗତିବାଦୀ ସାହିତ୍ୟ ସୃଷ୍ଟି ହେଇଥିଲା। କେଉଁଭଳି ଭାବରେ ସର୍ବହରା ମଣିଷର ଉତ୍ଥାନ କରାଯାଇ ପାରିବ, କେମିତି ଭାବରେ ତା ମନରେ ଶୋଷକ ଗୋଷ୍ଠୀ ପ୍ରତି ବିପ୍ଳବର ଜାଗ୍ରତ କରାଯାଇ ପାରିବ ସେଇ ଜିନିଷ ହେଇଥିଲା। ଏବଂ ତାର ମାନ୍ତ୍ରିକ ଥିଲେ କି ତାହାର ମାନ୍ତ୍ରିକ ଥିଲେ ଭଗବତ ଚରଣ ପାଣିଗ୍ରାହୀ। 1936 ମସିହାରେ ନବଯୁଗ ସାହିତ୍ୟ ସଂସଦର ମୁଖପାତ୍ର ରୂପରେ আধুনিক 1990 সাহিত্য সংসদ ଥିଲା ନା 1935 1936 ହେଇଛି ନବଯୁଗ ସାହିତ୍ୟ ସଂସଦଟା 1935, କିନ୍ତୁ ସେଇ ଜାଗାରେ ଯେଉଁ ପ୍ରକାଶ ପାଉଥିଲା କ'ଣ ନା ଯେ ପତ୍ରିକାଟା ହେଲା ସେଇଟା 1936 ମସିହାରେ ସେ ପତ୍ରିକାଟା ପ୍ରକାଶ ପାଇଥିଲା। ପ୍ରଗତିବାଦୀ ମାତ୍ର 10-15 ବର୍ଷ ଭିତରେ ତାହାର ପ୍ରଭାବ ସ୍ୱାଧୀନତା ପରେ ପ୍ରାୟ 1900 ଧୀରେ 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 କ'ଣ ସେଇ ଯୁଗରେ ଦେଖାଦିଏ, ତାପରେ ମଧ୍ୟ ଧୀରେ 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 ସେଇ ସାହିତ୍ୟ ଆଗକୁ ଆଗକୁ ବଢିଛି ବୋଲିକି ଆମେ କହିପାରିବା। ଏବଂ ଏଇ ଯୁଗରେ ଯେଉଁ ରହିଲେ ଭଗବତୀ ଚରଣ ପାଣିଗ୍ରାହୀ ହୁଅନ୍ତୁ କିମ୍ବା ସଚ୍ଚିଦାନନ୍ଦ ରାଉତରାୟ ହୁଅନ୍ତୁ ହେଲା, କିମ୍ବା ଆମର ଯେଉଁ ମନମୋହନ ମିଶ୍ର ହୁଅନ୍ତୁ ଅନନ୍ତ ପଟ୍ଟନାୟକ କିମ୍ବା ମନମୋହନ ମିଶ୍ର ହୁଅନ୍ତୁ, ତାଙ୍କୁ ଆମେ ନେକ୍ସଟ କ୍ଲାସ ଆଲୋଚନା କରିବା। ପାଖାପାଖି 30 ମିନିଟ୍ କ୍ଲାସ ହେଇଗଲାଣି, ବେଶୀ ଲଙ୍ଗ ହେଇଯିବ କ୍ଲାସ ତୁମକୁ ପଢେଇଥିଲେ। ତ ବର୍ତ୍ତମାନ କ୍ଲାସରେ ତୁମେ ବୁଝିପାରିଥିବ ଯେ ପ୍ରଗତିବାଦୀ ଯୁଗର ଯେଉଁ ପ୍ରଗତିବାଦୀ ଆମେ କାବ୍ୟଧାରା କରୁଛେ ପ୍ରଗତିବାଦୀ ଯୁଗର କାବ୍ୟଧାରାର ବୈଶିଷ୍ଟ୍ୟ କ'ଣ, ପ୍ରଗତିବାଦୀ କାବ୍ୟଧାରାରେ ମାର୍କ୍ସବାଦର ପ୍ରଭାବ ପଡିଛି, ଗାନ୍ଧୀବାଦର ପ୍ରଭାବ ପଡିଛି। ଗାନ୍ଧୀବାଦ ମାନେ କ'ଣ, ମାର୍କ୍ସବାଦ ମାନେ କ'ଣ ହେଲା। ତାପରେ ମାର୍କ୍ସ କେଉଁଠି ଜନ୍ମଗ୍ରହଣ କରିଥିଲେ, କେଉଁଭଳି ଭାବରେ ଧୀରେ ଧୀରେ ତାଙ୍କୁ ମାର୍କ୍ସ ଯାଇଥିଲେ ଜର୍ମାନୀରୁ ଫ୍ରାନ୍ସ, ପରବର୍ତ୍ତୀ ସମୟରେ ଫ୍ରାନ୍ସ ମଧ୍ୟ ତାଙ୍କୁ ନିର୍ବାସନ ଦଣ୍ଡ ଦିଆଯାଇଛି, ସେଇଟା ଅଲଗା କଥା। ତ ମାର୍କ୍ସଙ୍କ ଉପରେ ଜାଣିଲା, ତାପରେ ଆମେ ପ୍ରଗତିବାଦୀ ସାହିତ୍ୟର ପ୍ରକୃତ ବୈଶିଷ୍ଟ୍ୟ କ'ଣ, କେଉଁ କେଉଁ ଜିନିଷ ପ୍ରଗତିବାଦୀ ଯୁଗ ମାନେ ଚାହୁଁଥିଲେ ସେ ଯୁଗର ମାନେ ବୈଶିଷ୍ଟ୍ୟ, ସେ ଯୁଗର କବିମାନେ କ'ଣ କ'ଣ ଚାହୁଁଥିଲେ ସେଇ ଜିନିଷ ଗୁଡାକ ଆମେ ସବୁ ଆଲୋଚନା କଲା। ତ ବର୍ତ୍ତମାନ ଆମର 32 ମିନିଟ୍ ତମକୁ ଟୋଟାଲ ବୁଝେଇ ଦେଇଛି, ଆଉ ଗୋଟେ କ୍ଲାସରେ ମେ ବି ସରିଯିବ। ତ ବର୍ତ୍ତମାନ ତୁମମାନଙ୍କର କାମ ରହିଲା ଭିଡ଼ିଓଟିକୁ ଦେଖିକି କମେଣ୍ଟ କର ମୋତେ ଯେ କୋଉ ଜିନିଷ ତୁମର ଡାଉଟ୍ ରହିଲା, ତାପରେ ଟିକେ ମୁଁ ନେକ୍ସଟ କ୍ଲାସରେ ତୁମକୁ ବୁଝେଇଦେବି। କାହିଁକି ନା ଏଇଟା ଗୋଟେ ତୁମେ ଯେହେତୁ +3 ପଢିଲଣି ମାନେ ତୁମକୁ ସତ୍ୟବାଦୀ ଯୁଗର ବୈଶିଷ୍ଟ୍ୟ ସବୁଜ ଯୁଗର ବୈଶିଷ୍ଟ୍ୟ ପ୍ରଗତିବାଦୀ ଯୁଗର ବୈଶିଷ୍ଟ୍ୟ ତୁମକୁ କିଏ ଗୋଟେ ପଚାରିଲେ ତୁମେ କହିପାରୁଥିବା କଥା ହେଲା। ତ ତୁମେ ସେଗୁଡାକ ପଢ, ସେ ଭିତରେ ତୁମର ଯୋଉଟା ଡାଉଟ୍ ରହିଲା ସେଗୁଡାକ ନୋଟ୍ ବି ତୁମେ ଲେଖିପାରିବ। କାହିଁକି ନା ମୁଁ ଏବେ ଡିଟିପି କରିକି ତୁମମାନଙ୍କ ପାଇଁ କ୍ଲାସ ଅପଲୋଡ କରିବା ପସିବୁଲ ହେଇପାରୁନି ମୋର, ସେଇଥିପାଇଁ ତୁମେ ନୋଟ୍ ମଧ୍ୟ କର। ଫାଷ୍ଟ ବୁଝ, ତୁମେ 30 ମିନିଟ୍ ଭିଡ଼ିଓ ଦେଖ ଏବଂ ସେଇ ଭିତରେ ଯେକୌଣସି ଗୋଟେ ବି ପଏଣ୍ଟ ତୁମକୁ ଲାଗିଲା ଯେ ଏଇ ପଏଣ୍ଟ ଆମେ ବୁଝିପାରିଲୁନି, ତାହେଲେ ଦେଖ ମୁଁ ମୋ ତରଫରୁ ମାନେ ଅତି ସହଜ ଭାବରେ ସରଳ ଭାବରେ ସ୍ପଷ୍ଟ ଭାବରେ ବୁଝେଇବାକୁ ଚେଷ୍ଟା କରୁଛି। ତା ମାନେ ଏମିତି ନୁହେଁ ଯେ ମୁଁ ଯେତେ ଜଣଙ୍କୁ ବୁଝେଇବି ସମସ୍ତେ ମୋ କଥାକୁ ଗ୍ରହଣ କରିବେ, କାହାର କିଛି ଡାଉଟ୍ ରହିବ। ତ ଯୋଉ ଜାଗାରେ ତୁମର ଡାଉଟ୍ ରହିଛି ସେଇ ଜାଗାରେ ମୋତେ କମେଣ୍ଟ କର ଭିଡ଼ିଓ ତଳେ ଯେ ଏଇ ମିନିଟ୍ରେ 30 ମିନିଟ୍ରେ 32 ମିନିଟ୍ରେ 20 ମିନିଟ୍ରେ ଏଇ ମିନିଟ୍ରେ ଆପଣ ଯେଉଁ ଜିନିଷଟା ବୁଝେଇଛନ୍ତି ସେଇ ଜିନିଷ ମୋର ବୁଝେଇଲାନି, ଯାହାଫଳରେ କି ମୁଁ ନେକ୍ସଟ କ୍ଲାସରେ ତୁମକୁ ତୁମର ଡାଉଟ୍କୁ କ୍ଲିୟର କରିବାକୁ ଚେଷ୍ଟା କରିବି ହେଲା। তো ଏତିକି ପଢ, ଆଉ ଯୋଉଟା ଆମେ ଏମିତି ଭାବରେ ଆମର ଗୋଟେ ଗୋଟେ ଆମର କ୍ଲାସ ସାରିବା, ଆଉ ଯେଉଁ କ୍ଲାସ ଗୁଡାକ ଅପଲୋଡ ହେଇଛି ସେଇ କ୍ଲାସ ଗୁଡାକ ମଧ୍ୟ ଦେଖ। ଆଗାମୀ କ୍ଲାସରେ ଆମେ ସଚ୍ଚିଦାନନ୍ଦ ରାଉତରାୟ ଅନନ୍ତ ପଟ୍ଟନାୟକକୁ ଆମେ ଆଲୋଚନା କରିବା। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ସମଲେଇ। ପୁଣି ଦେଖା ହେବା ଆମେ ଆଗାମୀ ଭିଡ଼ିଓରେ।